ବର୍ଷର ଚାଲିଛି ଘଣ୍ଟେଶ୍ୱର ଶ୍ରୀରାମ ମହାଯଜ୍ଞ ସମିତିର ରାମନବମୀ ପୂଜା ରେ ଷଷ୍ଠୀରୁ ପୂଜା ଆରମ୍ଭ ହୁଏ। ନବମୀର ଠାକୁର ଯାଆନ୍ତି ନଗର ସଂକୀର୍ତ୍ତନ ଭଦ୍ରକ ଯାଆନ୍ତି। ବହୁ ଏଟା ଆମର ଏଟା ପୁରା ଗଣପର୍ବ ହେଇଛି ଘଣ୍ଟେଶ୍ୱର ଅଞ୍ଚଳରେ। ବହୁତ ଲୋକ ହଜାର ହଜାର ଲୋକ ଏଠି ସହଯୋଗ ସହାନୁଭୂତି ସମସ୍ତଙ୍କର ଅଛି। ଏଠି ପାଖାପାଖି 90ରୁ 100 ମେଢ଼ ସାମିଲ ହେବେ। ଯୁବକ ମାନେ ତ ସବୁବେଳେ ଉତ୍ସାହିତ ରାମନବମୀ ପାଇଁ। ଏଟା ତ ସେମାନଙ୍କର ପର୍ବ। ଏଟା ସେମାନେ ସମସ୍ତେ ମାନେ ଗୋଟିଏ ପର୍ବ ଯୋଉଠିକି ଆଲକୋହଲର ପ୍ରଭାବ ନଥାଏ, ବିନା ଆଲକୋହଲର ସବୁ ଥାନ୍ତି। ଗୋଟେ ଖୁସିର କଥା, ଏଟା ସମସ୍ତେ ଉତ୍ସାହିତ ହେଇକି ପାଳନ କରନ୍ତି। ରାମ ହଉଛନ୍ତି ଆମର ସଂସ୍କୃତି ପରମ୍ପରାର ପ୍ରତୀକ। 492 ବର୍ଷ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଆଜି ରାମ ମନ୍ଦିର ପ୍ରତିଷ୍ଠା ହେଇଛି। ସମସ୍ତେ ଏଇ ଦିନକୁ ଉତ୍କଣ୍ଠା ସହିତ, ସାରା ଓଡ଼ିଶା ସାରା ଇଣ୍ଡିଆ ଉତ୍କଣ୍ଠା ସହିତ ଏ ଦିନକୁ ଅପେକ୍ଷା କରି ରହିଥାନ୍ତି। ଏଥିର ଲକ୍ଷ ଲକ୍ଷ ଲୋକ ସମାଗମ ହୁଅନ୍ତି ଭଦ୍ରକରେ। 34 ବର୍ଷ ଧରି ଏ ପ୍ରୋଗ୍ରାମ ଭଦ୍ରକରେ ଚାଲିଛି। ଏ ରାମନବମୀର ପ୍ରତ୍ୟେକ ଜାଗାରୁ ମେଢ଼ ଯାଇକି ଭଦ୍ରକରେ ଏକାଠି ହୁଅନ୍ତି। ବଡ଼ ଭବ୍ୟ ଧରଣରେ ପାଳନ କରାଯାଏ। सारा भारत वर्ष रे भद्रक रे रामनवमी सबुठू बेस्ट पालन करा जाए। कर्मी माने एते उत्साहित, एते राम भक्त माने एते उत्साहित। ये खरा देखुचंदी एते प्रचंड मात्रा रे खरा होची, तथापि ये खरा रे पूरा चांदबालू मेढ़ बाहरिक आमर आसुची, खेरंगरू भी बाहरुची, सेठी नालगुंडा बाहरुची, मतो बाहरुची। सबु मेढ़ आम भद्रक रे एकाठी होइकी धूमधाम रे पालन करू। आ राम भक्त माने बहु मात्रा रे उत्साहित अच्छा कि 193 मेढ़ भद्रक रे एकाठी होबे, श्रृंखला सहित जिबे पूरा धूमधाम राति सारा। आज 193 मेढ़, 193 डीजे धूमधाम रे पालन आज भद्रक रे पूरा एकत्रित होइकी करा जिवो।